ତିର୍ତ୍ତୋଲ ବ୍ଲକ ସ୍ଥିତ ମଣିଜଙ୍ଗାଠାରେ ଥିବା ଜଳସମ୍ପଦ ଉପଖଣ୍ଡ ଅଧୀନ 13 ନମ୍ବର କେନାଲକୁ ଯାନ୍ତ୍ରିକ ଭାଷାରେ ଲାଇନର ନିର୍ମାଣରେ ମହାଘୋଟାଲା ହେଉଥିବା ଅନୁମାନ କରାଯାଉଛି। କୌଣସି ଜଳସମ୍ପଦ ଅଧିକାରୀଙ୍କ ଅନୁପସ୍ଥିତିରେ ଶନିବାର ଛୁଟି ଦିନରେ ଠିକାଦାର ମନଇଚ୍ଛା ଗୋଡ଼ି ବାଲି ସିମେଣ୍ଟ ମିଶ୍ରଣରେ କରିଚାଲିଛି ନିମ୍ନମାନର କାର୍ଯ୍ୟ ବୋଲି ଅଭିଯୋଗ ହୋଇଛି। ଏ ସମ୍ପର୍କରେ ମଣିଜଙ୍ଗା ଜଳସମ୍ପଦ ସହକାରୀ ଯନ୍ତ୍ରୀ ଶ୍ରୀ ବେହେରାଙ୍କୁ ପଚାରିବାରୁ ସେ କହିଲେ, ମୁଁ ଏଷ୍ଟିମେଟ୍ ଦେଖି ପରେ କହିବି। ଠିକାଦାର କରିଥିବା ମାଟି କାମ ବର୍ଷାରେ ଆଁ କରି ରହିଛି। ତା ଉପରେ କରୁଛି ଲାଇନରର କାମ। କେତେ ଦୀର୍ଘସ୍ଥାୟୀ ହେବ ଏହି 13 ନମ୍ବର କେନାଲର ସ୍ଥାୟିତ୍ୱ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଭଲ ଭାବରେ ଲକ୍ଷ୍ୟ କରନ୍ତୁ ଦର୍ଶକ ବନ୍ଧୁ, କିପରି ଭାବେ ଠିକାଦାର କରୁଛି 13 ନମ୍ବର କେନାଲର ଭିତର ଲାଇନର କାମ। ପୂର୍ବରୁ ହୋଇଥିବା କେଉଁ ମାଟି କାମ କିଭଳି ଫାଟି ଆଁ କରିଛି। ଆଗକୁ ଆସୁଛି ବର୍ଷା ଦିନ। କେବେ ସରିବ ଏହି 13 ନମ୍ବର କେନାଲ ଭିତର ପଟ ଲାଇନର କାମ, ଏହା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ବ୍ୟୁରୋ ରିପୋର୍ଟ, ନ୍ୟୁଜ୍ ପ୍ଲସ୍ ଓଡ଼ିଆ।